ଜଳେଶ୍ୱର ତହସିଲ କାର୍ଯ୍ୟାଳୟର ସେକ୍ସନ ଅଫିସର ବଂଶୀଧର ମାଝୀଙ୍କ ଗତକାଲି ଅପରାହ୍ନରେ ହୃଦଘାତ ଯୋଗୁଁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପରଲୋକ ହୋଇଯାଇଛି। ମୃତ୍ୟୁ ସମୟରେ ତାଙ୍କୁ 58 ବର୍ଷ ବୟସ ହୋଇଥିଲା। ତାଙ୍କର ଆକସ୍ମିକ ପରଲୋକ ଯୋଗୁଁ ଆଜି ତହସିଲ କାର୍ଯ୍ୟାଳୟ ପରିସରରେ ଜଳେଶ୍ୱର ତହସିଲଦାର ସଞ୍ଜୟ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା। ଅତିରିକ୍ତ ତହସିଲଦାର ଅଭୟ କୁମାର ସ୍ୱାଇଁ, ରାଜସ୍ୱ ସୁପରଭାଇଜର ଶୁଭଶ୍ରୀ ସାମଲ, SRA ଯଶୋମତୀ ଦଳେଇ, ଗୌରାଙ୍ଗ ଦାସ, ବିଜୟ କୁମାର ଦାସ, ମାୟାବତୀ ମାଝୀ, ତନୁସ୍ମିତା ମହାନ୍ତି, ସନ୍ତୋଷ ଭଞ୍ଜ, ଇନ୍ସପେକ୍ଟର ଗୌରାଙ୍ଗ ଜନା, ପ୍ରତାପ ଭଞ୍ଜ, ଅମିନ ରାଜେଶ ସିଂ, ଚିତ୍ତରଞ୍ଜନ ସିଂ, ଅକ୍ଷୟ ସିଂ, DEO ଶେଖ ସଦୁଆ, ସଞ୍ଜୀବ ବାରିକ, ଭାଗବତ ବେହେରା ପ୍ରମୁଖ 40ରୁ ଉର୍ଦ୍ଧ୍ୱ କର୍ମଚାରୀ ଓ ମହିରୋରୀମାନେ ଉପସ୍ଥିତ ରହି ସ୍ୱର୍ଗତ ମାଝୀଙ୍କ ଉଦ୍ଦେଶ୍ୟରେ 2 ମିନିଟ୍ ନୀରବ ପ୍ରାର୍ଥନା କରିଥିଲେ। ଜଳେଶ୍ୱରରୁ ସୁକୁମାର ରଣାଙ୍କ ଖବର, ଜନତା ଏକ୍ସପ୍ରେସ।